ସମସ୍ତଙ୍କୁ ଆଜିର ଏହି ସ୍ୱତନ୍ତ୍ର ବିସ୍ତୃତ ଆଲୋଚନାକୁ ସ୍ୱାଗତ। ଆଜିର ତାରିଖ ହେଉଛି 25 ଫେବୃଆରୀ 2026। ଆଉ ଏହି ବିଶେଷ କାର୍ଯ୍ୟକ୍ରମରେ ଆମେ ଏକାଠି ହୋଇଛୁ ଗୋଟେ ଖାସ୍ ଉଦ୍ଦେଶ୍ୟ ନେଇ। ବିଲକୁଲ। ଆମ ଚାରିପାଖରେ ଏବେ ଏତେ ସବୁ ଖବରକାଗଜ, ଗବେଷଣା ରିପୋର୍ଟ ଆଉ ନୋଟ୍ସ ଘୁରି ବୁଲୁଛି ଯେ ସେଥିରୁ ପ୍ରକୃତ ତଥ୍ୟ ବାହାର କରିବା ଟିକେ କଷ୍ଟକର। ହଁ, ମାନେ ଯେଉଁମାନେ ସବୁବେଳେ ଖବର ସହ ଅପଡେଟ୍ ରହିବାକୁ ଚାହାନ୍ତି କିନ୍ତୁ ସମୟ ନାହିଁ, ସେମାନଙ୍କ ପାଇଁ ଆମର ଏହି ପ୍ରୟାସ ଏକ ସର୍ଟକଟ୍ ଭଳି କାମ କରିବ। ସେଇଆ ତ। ଆଜି ଆମେ ଜଟିଳ ବିଶ୍ୱ ରାଜନୀତିଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ, ଅର୍ଥନୀତି ଆଉ କିଛି ଖୁବ୍ ପ୍ରେରଣାଦାୟକ ଖେଳ ଖବର ଉପରେ ଏକ ସ୍ପଷ୍ଟ ଚିତ୍ର ରଖିବ। ଆଉ କେବଳ ଖବର ନାହିଁ, ସେଇ ଘଟଣାଗୁଡ଼ିକୁ ପଛର କାରଣ ଏବଂ ଆମ ଜୀବନ ଉପରେ ଏହାର ପ୍ରଭାବ କ'ଣ ହୋଇପାରେ ତା ମଧ୍ୟ ବୁଝିବାକୁ ଚେଷ୍ଟା କରିବା। ତେବେ ଆରମ୍ଭ କରିବା ଆମର ପ୍ରଥମ ବିଷୟରୁ, ବିଶ୍ୱ ରାଜନୀତି ଏବଂ ସୀମା ବିବାଦ। ଆମେ ଶୁଣିବାକୁ ପାଉଛୁ ଯେ ରୁଷ ଏବଂ ୟୁକ୍ରେନ ପୁଣି ଥରେ କଥାବାର୍ତ୍ତା ଟେବୁଲକୁ ଫେରିଛନ୍ତି। ହଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ଉଦ୍ୟମ ଆଉ ତାଙ୍କର ସେହି କୂଟନୈତିକ ଚାପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ମାନେ ଗୋଟିଏ ପଟେ ବୁଝାମଣା ଆଉ ଅନ୍ୟପଟେ କିଛି କଠୋର ଧମକ, এই ଦୁଇଟି ଯାକ ଉପାୟ ପ୍ରୟୋଗ କରାଯାଇଛି। କିନ୍ତୁ ପ୍ରକୃତରେ ସମସ୍ୟାଟି ଏବେ ବି କେଉଁଠି ଅଟକିଛି? ଦେଖନ୍ତୁ, ଜେନେଭାରେ ହେଉଥିବା ଏହି ଆଲୋଚନାରେ ଯୁଦ୍ଧବିରାମ ପାଇଁ ଉଭୟ ପକ୍ଷ ରାଜି ହେବା ଗୋଟିଏ କଥା, କିନ୍ତୁ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି କ୍ଷେତ୍ରୀୟ ରିହାତି, ଯାହାକୁ ଇଂରାଜୀରେ ଟେରିଟୋରିଆଲ କନସେସନ୍ସ କୁହାଯାଏ। ଠିକ୍ ଧରିଲେ। ଏହାକୁ ସହଜରେ ବୁଝିବାକୁ ଗଲେ, ଧରିନିଅନ୍ତୁ ଦୁଇଜଣ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଚାଲିଛି। ଦୁହେଁ କଥାବାର୍ତ୍ତା କରିବାକୁ ଆସିଛନ୍ତି ସତ, କିନ୍ତୁ କେହି ବି ନିଜ ଦାବି କରୁଥିବା ଗୋଟିଏ ଇଞ୍ଚ ଜାଗା ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଏକଦମ ସେୟା। ସମ୍ପୂର୍ଣ୍ଣ ନିରପେକ୍ଷ ଦୃଷ୍ଟିକୋଣରୁ ଯଦି ଦେଖିବା, ଉଭୟ ଦେଶ ନିଜ ନିଜର ଭୌଗୋଳିକ ଅଖଣ୍ଡତାକୁ ନେଇ କୌଣସି ଆପୋଷ ବୁଝାମଣା କରିବା ସ୍ଥିତିରେ ନାହାନ୍ତି। ଭୂଖଣ୍ଡ ଉପରେ ଏକମତ ନ ହେବା ପର୍ଯ୍ୟନ୍ତ ଶାନ୍ତି ଅସମ୍ଭବ। ଆଉ କ୍ଷେତ୍ରାଧିକାର ଏବଂ ନିୟନ୍ତ୍ରଣର କଥା ଯେତେବେଳେ ଉଠିଛି, ସିରିଆର ପରିସ୍ଥିତି ଏହାର ଏକ ବଡ଼ ଉଦାହରଣ ହୋଇପାରେ। ହଁ, ସିରିଆରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି। ରିପୋର୍ଟ ଅନୁସାରେ ସିରିଆର ହାସାକା ପ୍ରଦେଶରେ ଥିବା ସର୍ବବୃହତ୍ ଆମେରିକୀ ମିଲିଟାରୀ ବେସ୍ କାସରାକ୍ରୁ ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଦେଇଛି। ସେଠାରୁ ଲଗାତାର ସାଞ୍ଜୁଆ ଗାଡ଼ି ବାହାରି ଯାଉଥିବାର ଦେଖାଯାଇଛି। ଆଉ ବିଶ୍ୱ ରାଜନୀତିର ଗୋଟିଏ ବଡ଼ ନିୟମ ହେଉଛି, କ୍ଷମତାରେ କେବେ ବି ଶୂନ୍ୟସ୍ଥାନ ବା ଭ୍ୟାକ୍ୟୁମ୍ ରହେ ନାହିଁ। ତେଣୁ ଡାମାସ୍କସରେ ଥିବା ସରକାର ତୁରନ୍ତ ସେହି ଖାଲି ଅଞ୍ଚଳରେ ନିଜର ନିୟନ୍ତ୍ରଣ ବଢ଼ାଇବାକୁ ଆଗେଇ ଆସିଛନ୍ତି। ନିଶ୍ଚିତ ଭାବରେ। ଆମେରିକାର ଏହି ପ୍ରତ୍ୟାହାର କେବଳ ଗୋଟିଏ ବେସ୍ ଛାଡ଼ିବା କଥା ନୁହେଁ। ଏହା ସେହି ଅଞ୍ଚଳରୁ ସାମ୍ରାଜ୍ୟବାଦୀ ନିୟନ୍ତ୍ରଣ ଓହରି ଯିବାର ଏକ ବଡ଼ ସଂକେତ। ଆଉ ଭୌଗୋଳିକ ଆବଶ୍ୟକତା କଥା ଉଠିଲେ, ଆଫ୍ରିକାର ପରିସ୍ଥିତିକୁ ଏଡ଼େଇ ଦିଆହେବ ନାହିଁ। ଆଚ୍ଛା, ଆପଣ ଇଥିଓପିଆ ଏବଂ ଏରିଟ୍ରିଆ ମଧ୍ୟରେ ପୁଣିଥରେ ଦେଖାଦେଇଥିବା ଉତ୍ତେଜନା କଥା କହୁଛନ୍ତି ବୋଧରେ? ହଁ, ଇଥିଓପିଆର ଫେଡେରାଲ ସରକାର ଏବଂ ଟିଗ୍ରେ ଶାସକଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। କିନ୍ତୁ ଏବେ ପୁଣି ଟିଗ୍ରେ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ ହେଉଥିବା ଅଭିଯୋଗ ଆସୁଛି। କିନ୍ତୁ ଶାନ୍ତି ଚୁକ୍ତି ପରେ ହଠାତ୍ ପରିସ୍ଥିତି ଏତେ ଖରାପ କିପରି ହେଲା? ମୂଳ କାରଣ ହେଉଛି ଭୌଗୋଳିକ ଅବସ୍ଥିତି ଏବଂ ବାଣିଜ୍ୟ। ଇଥିଓପିଆ ଅଭିଯୋଗ କରୁଛି ଯେ ଏରିଟ୍ରିଆ ଏହି ସଶସ୍ତ୍ର ଗୋଷ୍ଠୀଙ୍କୁ ସମର୍ଥନ କରୁଛି, କିନ୍ତୁ ପ୍ରକୃତ କଥା ହେଉଛି ଲୋହିତ ସାଗର ବା ରେଡ୍ ସି। ମାନେ ଇଥିଓପିଆର ସମୁଦ୍ରପଥ ପାଇଁ ସଂଘର୍ଷ। ଏକଦମ ଠିକ୍। 1993ରେ ଏରିଟ୍ରିଆ ସ୍ୱାଧୀନ ହେବା ପରେ ଇଥିଓପିଆ ଗୋଟିଏ ଲ୍ୟାଣ୍ଡଲକ୍ଡ ବା ସ୍ଥଳଭାଗ ଦ୍ୱାରା ଆବଦ୍ଧ ଦେଶ ହୋଇଯାଇଥିଲା। ଏବେ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ସେହି ଲୋହିତ ସାଗରକୁ ରାସ୍ତା ଖୋଜୁଛନ୍ତି। ବାଣିଜ୍ୟ ପାଇଁ ସମୁଦ୍ରପଥ ନିତାନ୍ତ ଜରୁରୀ। ବ୍ୟାବସାୟିକ ଆବଶ୍ୟକତା କିପରି ଅସ୍ତ୍ରଶସ୍ତ୍ରର ସଂଘର୍ଷରେ ପରିଣତ ହୋଇପାରେ, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ। ଏହାସହ ମେକ୍ସିକୋରେ ଡ୍ରଗ୍ ମାଫିଆ ଏଲ୍ ମେଞ୍ଚୋର ମୃତ୍ୟୁ ହୋଇଛି, ଯାହା ଅସ୍ଥିରତା ବଢ଼ାଇବ। କିନ୍ତୁ ଭେନେଜୁଏଲାରେ 16 ଜଣ ବନ୍ଦୀଙ୍କୁ କ୍ଷମାଦାନ ଦିଆଯାଇ କିଛିଟା ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ହୋଇଛି। ଏ ଦୁଇଟି ଘଟଣା ସମ୍ପୂର୍ଣ୍ଣ ବିପରୀତ। ଗୋଟିଏ ପଟେ ଅପରାଧୀର ମୃତ୍ୟୁ ପରେ ହିଂସାର ଆଶଙ୍କା, ଅନ୍ୟପଟେ ବନ୍ଦୀଙ୍କୁ ଛାଡ଼ି ସମାଜରେ ସ୍ଥିରତା ଆଣିବାର ଉଦ୍ୟମ। ବିଶ୍ୱ ରାଜନୀତିର ଏହା ହିଁ ବିବିଧତା। ଲଣ୍ଡନ ରାସ୍ତାରେ ଆମେ ରୋବୋଟ ଟ୍ୟାକ୍ସି ଦେଖିବାକୁ ପାଇବା। ଚାଇନାର କମ୍ପାନୀ ବାଇଡୁ ଏବଂ ଉବେର ମିଶି ଏହି ଆପୋଲୋ ଗୋ ସେବା ଆରମ୍ଭ କରୁଛନ୍ତି ତ? ହଁ, ମାନେ ସମ୍ପୂର୍ଣ୍ଣ ବିନା ଡ୍ରାଇଭରରେ ଚାଲୁଥିବା କ୍ୟାବ୍। ଭବିଷ୍ୟତରେ ଭଡ଼ାକୁ ନେଇ ଝଗଡ଼ା କରିବାର ଥିଲେ ମଣିଷ ବଦଳରେ ଗୋଟେ କମ୍ପ୍ୟୁଟର ସହ ଯୁକ୍ତି କରିବାକୁ ପଡ଼ିବ। କଥାଟା ମଜାଦାର ଲାଗୁଛି, କିନ୍ତୁ ଏହା ପଛରେ ଏକ ଗଭୀର ସାମାଜିକ ସମସ୍ୟା ଅଛି। ସାନ୍ ଫ୍ରାନ୍ସିସ୍କୋରେ 2024ରୁ ଏମିତି 1000ରୁ ଅଧିକ ୱେମୋ ଗାଡ଼ି ଚାଲୁଛି,
କିନ୍ତୁ ଲଣ୍ଡନରେ ଏହା ଏତେ ସହଜ ହବା ନାହିଁ। କାରଣ ସେଠାକାର ପାରମ୍ପରିକ ବ୍ଲାକ୍ କ୍ୟାବ୍ ଡ୍ରାଇଭରମାନେ ଅଛନ୍ତି। ସେଇଆ ତ, ସେମାନେ ଏକ କଠିନ ପରୀକ୍ଷା ଦେଇ ଲାଇସେନ୍ସ ପାଆନ୍ତି। ସେମାନେ ଏବେ ଭୟଭୀତ ଅଛନ୍ତି କାରଣ ଏହି ମେସିନ୍ ସେମାନଙ୍କର 100 ବର୍ଷରୁ ପୁରୁଣା ପେସା ଆଉ ନୀତିଦିନିଆ ଜୀବିକା ଛଡ଼ାଇ ନେବାକୁ ବସିଲାଣି। ଯେତେବେଳେ ଜୀବିକା ଉପରେ ଆଞ୍ଚ ଆସେ, ସଂଘର୍ଷ ସୁନିଶ୍ଚିତ। ତାହେଲେ ଗୋଟିଏ ପଟେ ଟେକ୍ନୋଲୋଜି ଚାକିରି ନେବାକୁ ବସିଲାଣି, ଆଉ ଅନ୍ୟପଟେ ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ଯୁଦ୍ଧ। ଆମେରିକାର ନୂଆ ଟ୍ୟାରିଫ୍ ବା ଆମଦାନୀ ଶୁଳ୍କ ନୀତିକୁ ନେଇ ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସନ୍ତୁଳିତ ବୟାନ ଦେଇଛନ୍ତି। ହଁ, ସେ କହିଛନ୍ତି ଯେ ପ୍ରଭାବ ଆକଳନ କରିବା ଏବେ ଶୀଘ୍ର ହୋଇଯିବ, ଆଉ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ସମୀକ୍ଷା କରୁଛନ୍ତି। କିନ୍ତୁ ଏଇ ଶୁଳ୍କ ବୃଦ୍ଧିର ପ୍ରକୃତ ପ୍ରଭାବ କ'ଣ ହୋଇପାରେ? ଦେଖନ୍ତୁ, ଯଦି ଆମେରିକା ଶୁଳ୍କ ବଢ଼ାଏ, ରପ୍ତାନି କରୁଥିବା କମ୍ପାନୀଗୁଡ଼ିକ ସେଇ ଖର୍ଚ୍ଚକୁ ସିଧାସଳଖ ସାଧାରଣ ଗ୍ରାହକଙ୍କ ଉପରେ ହିଁ ଲଦିଦେବେ। ଏହା ଫଳରେ ମୁଦ୍ରାସ୍ଫୀତି ବଢ଼ିବ। ଯାହାକୁ ଆମେ ମହଙ୍ଗା ମାଡ଼ କହୁ। ଆଜ୍ଞା, ଆଉ ସବୁଠାରୁ ଭୟାନକ ସ୍ଥିତି ହେବ ଷ୍ଟାଗଫ୍ଲେସନ୍, ମାନେ ଜିନିଷପତ୍ରର ଦାମ ଆକାଶଛୁଆଁ ହେବ, କିନ୍ତୁ ଦେଶର ଅର୍ଥନୀତି ବଢ଼ିବ ନାହିଁ କି ନୂଆ ଚାକିରି ସୃଷ୍ଟି ହେବ ନାହିଁ। ଆଉ ବୋଧହୁଏ ଏହି ଆର୍ଥିକ ଅସ୍ଥିରତା ଭୟ ଯୋଗୁଁ ହିଁ ସୁନା ଦର ଆଜି ରେକର୍ଡ ଭାଙ୍ଗୁଛି। ଦିଲ୍ଲୀ ବଜାରର 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 166,800 ଟଙ୍କାରେ ପହଞ୍ଚିଲାଣି। ରୂପା ମଧ୍ୟ 1 କିଲୋ ପ୍ରତି 2,72,000 ଟଙ୍କା ହୋଇଗଲାଣି। ସୁନା ହେଉଛି ସବୁଠାରୁ ନିରାପଦ ସମ୍ପତ୍ତି। ଯେତେବେଳେ ବଜାରରେ ଏଭଳି ଅସ୍ଥିରତା ଦେଖାଦିଏ, ନିବେଶକମାନେ କାଗଜ ଟଙ୍କା ଛାଡ଼ି ସୁନା ଉପରେ ଭରସା କରନ୍ତି। କିନ୍ତୁ ଏଇ ଅସ୍ଥିର ବଜାର ଭିତରେ ଗୋଟେ ଭଲ ଖବର ଅଛି। ଏୟାରଟେଲ୍ ମନିକୁ ଆର୍ବିଆଇ ପକ୍ଷରୁ ଏନ୍ବିଏଫ୍ସି ଲାଇସେନ୍ସ ମିଳିଯାଇଛି। ଏହା ଭାରତୀୟ ଫିନ୍ଟେକ୍ ପାଇଁ ଏକ ବଡ଼ ପଦକ୍ଷେପ। ଏନ୍ବିଏଫ୍ସି ବା ନନ୍ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ ହେଉଛି ଏମିତି ଏକ ସଂସ୍ଥା ଯାହା ବ୍ୟାଙ୍କ ଭଳି ଲୋନ୍ ଦେଇପାରିବ, କିନ୍ତୁ ସାଧାରଣ ବ୍ୟାଙ୍କ ଭଳି ଡିପୋଜିଟ୍ ଗ୍ରହଣ କରିପାରିବ ନାହିଁ। ମାନେ ଏବେ ମୋବାଇଲ ରିଚାର୍ଜ ଆପ୍ ମାଧ୍ୟମରେ ଲୋକେ ଋଣ ମଧ୍ୟ ନେଇପାରିବେ। ଆର୍ଥିକ କ୍ଷେତ୍ରରେ ଏହା ବହୁତ ବଡ଼ ପରିବର୍ତ୍ତନ ଆଣିବ। ତେବେ ବିଶ୍ୱରୁ ଏବେ ନିଜ ରାଜ୍ୟ ଓଡ଼ିଶା ଆଡ଼କୁ ଦୃଷ୍ଟି ପକାଇବା। ଓଡ଼ିଶାର ଅର୍ଥନୈତିକ ସର୍ବେକ୍ଷଣ 2025-26 ରିପୋର୍ଟ ଆସିଯାଇଛି। ଆଉ ସେଥିରୁ ବହୁତ ସକାରାତ୍ମକ ତଥ୍ୟ ମିଳିଛି। ରାଜ୍ୟରେ ଶ୍ରମବଳ ଅଂଶଗ୍ରହଣ ହାର ବା ଏଲ୍ଏଫ୍ପିଆର୍ 58.1%ରୁ ବୃଦ୍ଧି ପାଇ 64.5%ରେ ପହଞ୍ଚିଛି। ମାନେ ଅଧିକରୁ ଅଧିକ ଲୋକ ଏବେ ରୋଜଗାରକ୍ଷମ ହେଉଛନ୍ତି। କିନ୍ତୁ ମୋତେ ସବୁଠାରୁ ଖୁସି ଲାଗିଲା ମହିଳାମାନଙ୍କ ଅଂଶଗ୍ରହଣ ଡାଟା ଦେଖି। ଓଡ଼ିଶାରେ ମହିଳା ଶ୍ରମବଳ ଅଂଶଗ୍ରହଣ ହାର ଦେଶରେ ସର୍ବାଧିକ 48.7% ରହିଛି। ଏହା ପ୍ରକୃତରେ ଗର୍ବର ବିଷୟ। ଏହାଦ୍ୱାରା ଲିଙ୍ଗଗତ ବ୍ୟବଧାନ କମିଛି। ଅର୍ଥନୀତି ଭାଷାରେ ଏହାକୁ ଡେମୋଗ୍ରାଫିକ୍ ଡିଭିଡେଣ୍ଡ କୁହାଯାଏ। ଯେତେବେଳେ କାର୍ଯ୍ୟକ୍ଷମ ବୟସର ଲୋକ, ବିଶେଷ କରି ମହିଳାମାନେ ଅର୍ଥନୀତିରେ ଯୋଗଦାନ କରନ୍ତି, ପୁରା ରାଜ୍ୟର ବିକାଶ ବହୁଗୁଣିତ ହୋଇଯାଏ। ଏହାର ସିଧା ଅର୍ଥ ହେଉଛି ଓଡ଼ିଶାର ଗାଁ ଆଉ ସହରରେ ଏବେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି। ଆର୍ଥିକ ସଶକ୍ତିକରଣ କଥା ଯେତେବେଳେ ଉଠିଛି, ଦିଲ୍ଲୀ ସରକାରଙ୍କ ଗୋଟିଏ ନୂଆ ଯୋଜନା ବିଷୟରେ ମଧ୍ୟ ଜାଣିବା ଦରକାର। ଏହାର ନାଁ ରଖାଯାଇଛି ରାହବୀର ସ୍କିମ୍। ଯେଉଁଥିରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେଲେ 25,000 ଟଙ୍କା ପୁରସ୍କାର ଦିଆଯିବ। ହଁ, କାରଣ ପ୍ରାୟତଃ ଲୋକେ ଆଇନଗତ ସମସ୍ୟା ଭୟରେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। ଡାକ୍ତରୀ ବିଜ୍ଞାନରେ ଏକ ଗୋଲ୍ଡେନ୍ ଆୱାର ଥାଏ। ଦୁର୍ଘଟଣାର ପ୍ରଥମ 1 ଘଣ୍ଟା ଭିତରେ ଚିକିତ୍ସା ମିଳିଲେ ବଞ୍ଚିବାର ସମ୍ଭାବନା ଅନେକ ଗୁଣ ବଢ଼ିଯାଏ। ଏହି ଆର୍ଥିକ ପୁରସ୍କାର ଆଉ ଆଇନଗତ ସୁରକ୍ଷା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବ। କିନ୍ତୁ ଦିଲ୍ଲୀର ଅନ୍ୟ ଏକ ସମସ୍ୟା ହେଉଛି ପ୍ରଦୂଷଣ। ବାୟୁ ପ୍ରଦୂଷଣ ଏତେ ଭୟଙ୍କର ଯେ 6ଟି ନୂଆ ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ଖୋଲାଯାଇଛି। ଆଉ ଜଣେ ଆଥଲେଟ୍ କାର୍ତ୍ତିକ କରକେରାଙ୍କର ଉଦାହରଣ ନିଅନ୍ତୁ। ସେ ନିଜ ଇଭେଣ୍ଟ ପାଇଁ ଦିଲ୍ଲୀ ଆସିବାର ଥିଲା, କିନ୍ତୁ ବିଷାକ୍ତ ବାୟୁରୁ ବର୍ତ୍ତିବା ପାଇଁ ସେ ଶେଷ ମୁହୂର୍ତ୍ତରେ ମଧ୍ୟରାତ୍ରିରେ ଆସି ପହଞ୍ଚିଲେ। ଏହା ଚିନ୍ତାଜନକ। ଆମେ ଏମିତି ସହର ନିର୍ମାଣ କରୁଛୁ ଯେଉଁଠି ଜଣେ ଖେଳାଳିଙ୍କୁ ନିଜ ଖେଳ ଅପେକ୍ଷା ଫୁସ୍ଫୁସ୍ ବଞ୍ଚାଇବା ଚିନ୍ତା ଅଧିକ ଘାରୁଛି। କେବଳ କଂକ୍ରିଟ ଜଙ୍ଗଲ କରେ ଏହା ହିଁ ହେବ। ପରିବେଶ ଓ ବନ୍ୟପ୍ରାଣୀ ସନ୍ତୁଳନ ରଖିବା ପାଇଁ କିନ୍ତୁ ମଧ୍ୟପ୍ରଦେଶରେ ଗୋଟିଏ ଭଲ ପ୍ରୟାସ ହେଉଛି। କୁନୋ ଜାତୀୟ ଉଦ୍ୟାନକୁ ଆସନ୍ତା 28 ଫେବୃଆରୀରେ ବୋଟ୍ସୱାନାର ଆଉ 8ଟି ଚିତାବାଘ ଆସୁଛନ୍ତି। ଏଥିରେ 6ଟି ମାଈ ଏବଂ 2ଟି ଅଣ୍ଡିରା ଚିତା ଅଛନ୍ତି। ଏହି ପ୍ରକଳ୍ପ ପୂର୍ବରୁ କିଛି ନୈରାଶ୍ୟ ଦେଖିଛି ସତ, କିନ୍ତୁ ଏହି 6ଟି ମାଈ ଚିତାଙ୍କ ଆଗମନ ବଂଶବୃଦ୍ଧି ଏବଂ ଖାଦ୍ୟ ଶୃଙ୍ଖଳକୁ ସଜାଡ଼ିବା ପାଇଁ ଖୁବ୍ ସହାୟକ ହେବ।
ଖେଳ ଓ ଖେଳାଳି କଥା ଯେତେବେଳେ ଆଲୋଚନା ହେଉଛି, ଆସନ୍ତୁ ଆମର ଶେଷ ବିଷୟକୁ ଯିବା। କ୍ରିକେଟରୁ ଗୋଟିଏ ମଜାଦାର ତଥ୍ୟ ଅଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଟେକ୍ନିକ୍ ଏବେ ପୁରା ବଦଳି ଯାଇଛି। ଆଗରୁ ସେ ସ୍ଲୋ ବଲ୍ ଉପରେ ବେଶୀ ନିର୍ଭର କରୁଥିଲେ। କିନ୍ତୁ ଏବେ ସେ ଆଉଟ୍ ସୁଇଙ୍ଗରକୁ ନିଜର ମୁଖ୍ୟ ଅସ୍ତ୍ର ବା ଷ୍ଟକ୍ ବଲ୍ ବନାଇ ଦେଇଛନ୍ତି। ବଲ୍ ପିଚ୍ ହେବା ପରେ ବ୍ୟାଟ୍ସମ୍ୟାନଙ୍କଠାରୁ ବାହାରକୁ ଯିବ, ଆଉ ଏହା ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରୁଛି। ଜଣେ ଖେଳାଳି ସମୟ ସହ ନିଜକୁ କେମିତି ଅପଗ୍ରେଡ୍ କରିପାରେ, ଏହା ତାର ପ୍ରମାଣ। କଠିନ ପରିଶ୍ରମ ଓ ସମର୍ପଣର ଆଉ ଏକ ପ୍ରେରଣାଦାୟକ ଖବର ଆସିଛି ଗୁଲମାର୍ଗରୁ। ସିଆର୍ପିଏଫ୍ ଯବାନ କାଜଲ କୁମାରୀ ରାୟ ମହିଳା ବିଭାଗର 15 କିଲୋମିଟର ନର୍ଡିକ୍ ସ୍କିଇଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ସେ ଫେଭରିଟ୍ ଖେଳାଳି ଭବାନୀଙ୍କୁ ପଛରେ ପକାଇଛନ୍ତି। ହଁ, କିନ୍ତୁ ଏହି ବିଜୟ ପଛରେ ଗୋଟିଏ ଭାବପୂର୍ଣ୍ଣ କାହାଣୀ ଅଛି। କାଜଲ ଏହି ପଦକ ତାଙ୍କ ସ୍ୱର୍ଗତ ବାପାଙ୍କ ଉତ୍ସର୍ଗ କରିଛନ୍ତି, ଯାହାଙ୍କର ଠିକ୍ ବର୍ଷକ ତଳେ ଫେବୃଆରୀ ମାସରେ ଦେହାନ୍ତ ହୋଇଥିଲା। ଏହା ଶୁଣିଲେ ରୋମ୍ ଟାଙ୍କୁରି ଉଠେ। ମାନେ ବରଫ ଆଚ୍ଛାଦିତ ଦୁର୍ଗମ ପଥ, ନିଶ୍ୱାସ ନେବା କଷ୍ଟ, ତା ସହ ବାପାଙ୍କୁ ହରାଇବାର ଦୁଃଖ। ଆମେ ଯେଉଁ ରୋବୋଟ୍ ଟ୍ୟାକ୍ସି କଥା କହୁଥିଲୁ, ମେସିନ୍ ନିର୍ଭୁଲ କାମ କରିପାରେ, କିନ୍ତୁ ମଣିଷ ଭିତରେ ଥିବା ଏହି ଭାବାବେଗ ଆଉ ଜିଦ୍ କୌଣସି ଆଲଗୋରିଦମରେ ଫିଡ୍ ହୋଇପାରିବନି। ମଣିଷ ସୋକ୍କୁ ବି ଶକ୍ତିରେ ପରିଣତ କରିପାରେ। ଏହା ହିଁ ତ ମଣିଷର ପ୍ରକୃତ ସୌନ୍ଦର୍ଯ୍ୟ। ତେବେ ଆଜିର ଏହି ଆଲୋଚନାର ଗୋଟିଏ କଥା ସ୍ପଷ୍ଟ, ଆମେ ଏକ ଏପରି ଦୁନିଆରେ ବାସ କରୁଛୁ ଯେଉଁଠି ଗୋଟିଏ ପଟେ ଦେଶ ଦେଶ ମଧ୍ୟରେ ସୀମା ପାଇଁ ଯୁଦ୍ଧ ଚାଲିଛି, କାନ୍ଥ ଟାଣିବାର ଚେଷ୍ଟା ହେଉଛି, କିନ୍ତୁ ଅନ୍ୟପଟେ ନୂଆ ଟେକ୍ନୋଲୋଜି ଆଉ କାଜଲଙ୍କ ଭଳି ମାନବୀୟ ପ୍ରଚେଷ୍ଟା ସବୁ ସୀମାକୁ ଅତିକ୍ରମ କରିଯାଉଛି। ନିଶ୍ଚିତ ଭାବରେ। ଏବଂ ଆଲୋଚନା ଶେଷ କରିବା ପୂର୍ବରୁ ଗୋଟେ ପ୍ରଶ୍ନ ଉପରେ ବିଚାର କରିବା ଦରକାର। ଯେତେବେଳେ ଟେକ୍ନୋଲୋଜି ପାରମ୍ପରିକ ଚାକିରି ନେବାକୁ ବସିଲାନି ଆଉ ଦେଶଗୁଡ଼ିକ ଭିତରେ କାନ୍ଥ ଟଣା ହେଉଛି, ସେତେବେଳେ ମଣିଷର ଅନୁକୂଳନ କ୍ଷମତା ଆଉ ସହାନୁଭୂତି କ'ଣ ଆଗାମୀ ଦଶନ୍ଧିରେ ଆମର ସବୁଠାରୁ ବଡ଼ ପୁଞ୍ଜି ପାଟିବ ନାହିଁ? ଏହା ଉପରେ ନିଶ୍ଚୟ ଚିନ୍ତା କରିବେ। ଏକଦମ ସତ କଥା। ଆଜିର ଏହି ଗଭୀର ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଅନେକ ଧନ୍ୟବାଦ। ପୁଣି ଭେଟ ହେବ। ବିଦାୟ।